ଯୋଗେଶ ରାଜଙ୍କର ସମ୍ପତ୍ତି କେତେ, ତାଙ୍କର କେଉଁ ଭଳିଆ ଘର, ତାଙ୍କ ପୁଅ ଝିଅ, ତାଙ୍କ ପରିବାରରେ କିଏ ସବୁ ସଦସ୍ୟ ଅଛନ୍ତି। ଦର୍ଶକ ବନ୍ଧୁ, ଆମର ଅଲିଉଡ ଇଣ୍ଡଷ୍ଟ୍ରିରେ ଆପଣମାନଙ୍କର ପ୍ରିୟ କମେଡିଆନ ସମ୍ବଲପୁରୀ କମେଡିଆନ ଯୋଗେଶ ଜଜ, ଯାହାଙ୍କର କମେଡିକୁ ଆପଣମାନେ ଫିଲ୍ମ ଠାରୁ ଆରମ୍ଭ କରି ୟୁଟ୍ୟୁବରେ ମଧ୍ୟ ନିଶ୍ଚିତ ଭାବରେ ଦେଖିଛନ୍ତି। ଜଜ J5 ପ୍ରଡକ୍ସନରେ ମଧ୍ୟ ଆପଣମାନେ ପ୍ରତ୍ୟେକ ସମୟରେ ତାଙ୍କର କମେଡିକୁ ବେଶ ପସନ୍ଦ କରୁଛନ୍ତି। ଆଜି ଆମେ ଏହି ଭିଡ଼ିଓରୁ ଜାଣିବା ଯେ ତାଙ୍କ ପରିବାରରେ କିଏ ସବୁ ସଦସ୍ୟ ଅଛନ୍ତି, ସେ କାହାକୁ ବିବାହ କରିଛନ୍ତି, ବିଶେଷ କରି ତାଙ୍କର ସମୁଦାୟ ସମ୍ପତ୍ତି କେତେ, ତାଙ୍କ ପ୍ରକୃତ ଘର କେମିତି, ସେ କେମିତି ଘରେ ରହୁଛନ୍ତି, ସେ କାହାକୁ ବିବାହ କରିଛନ୍ତି, ତାଙ୍କ ସ୍ତ୍ରୀ ବର୍ତ୍ତମାନ କ'ଣ କରୁଛନ୍ତି, ତା ସହିତ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ, ସେ ଏତେ ଧନୀରୁ ଗରିବ କିପରି ହେଲେ, ତାଙ୍କ କ୍ୟାରିୟରରେ ହଠାତ୍ ଏମିତି କ'ଣ ସବୁ ଘଟି ଯାଇଥିଲା ଯୋଉଥିପାଇଁ ସେ ଏତେ ବଡ଼ ସମସ୍ୟାର ସାମ୍ନା କରିଥିଲେ। ସବୁ କିଛି ଡିଟେଲ୍ସରେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଏହି ଭିଡ଼ିଓରୁ ଜାଣିବାକୁ ପାଇଯିବେ। ବିଶେଷ କରି ଆପଣମାନଙ୍କର ପ୍ରିୟ କମେଡିଆନ ଯୋଗେଶ ଜଜଙ୍କର ସମ୍ପତ୍ତି କେତେ ଆପଣମାନେ ଏହି ଭିଡ଼ିଓରୁ ନିଶ୍ଚିତ ଭାବରେ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଯେଉଁମାନେ ପ୍ରକୃତରେ କମେଡିଆନ ଯୋଗେଶ ଜଜଙ୍କୁ ତାଙ୍କର କମେଡିକୁ ବେଶ ପସନ୍ଦ କରନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ତାଙ୍କର କେଉଁ କମେଡି ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ। ତାହେଲେ ଦର୍ଶକ ବନ୍ଧୁ, 10 ଜାନୁଆରୀ 1993 ମସିହାରେ ସମ୍ବଲପୁର ରସାପଲ୍ଲୀଠାରେ ଜନ୍ମଗ୍ରହଣ କରିଥିବା ଆମର ଅଲିଉଡ ଇଣ୍ଡଷ୍ଟ୍ରିରେ ଆପଣମାନଙ୍କର ପ୍ରିୟ କମେଡିଆନ ଯୋଗେଶ ଜଜ, ସେ ନିଜ କ୍ୟାରିୟରରେ ବର୍ତ୍ତମାନ ସମୟରେ ଅନେକ ସଫଳତା ପାଇଛନ୍ତି। ତାଙ୍କ ବାପାଙ୍କ ନାମ ରହିଛି ଧନ ଉଗର ଆଉ ମାଙ୍କ ନାଁ ରହିଛି ଜୟନ୍ତୀ ଉଗର। ଆପଣମାନେ ଯୋଗେଶ ଜଜଙ୍କର ଘର, ପରିବାର, ସମ୍ପତ୍ତି ସମ୍ପର୍କରେ ଜାଣିବା ପୂର୍ବରୁ ପ୍ରଥମେ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ ସମ୍ପର୍କରେ ଜାଣି ରଖନ୍ତୁ। କ'ଣ ଆପଣମାନେ ଜାଣିଛନ୍ତି, ଯୋଗେଶ ଜଜ ଯେତେବେଳେ କଲେଜରେ ପଢୁଥିଲେ ସେ ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏବଂ ସେହି ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ସେ ଆନ୍ଭି ଅଞ୍ଜୁଙ୍କୁ ଭଲ ପାଇ ବସିଥିଲେ। ପିଲାଟି ବେଳରୁ ସେ ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ସମୟରେ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ ବହୁତ ଦୁଃଖଜନକ ଥିଲା। ସେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ଜଣେ ନିର୍ଦ୍ଦେଶକଙ୍କୁ ଭେଟ ହୋଇଥିଲେ ଏବଂ ତାଙ୍କରି ପାଖରୁ ହିଁ କଳା ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଏକ ଷ୍ଟେଜ ପ୍ରୋଗ୍ରାମରେ କାମ କରିବାର ସୁଯୋଗ ମିଳିଥିଲା ଏବଂ ସେଇଠୁ ସେ ଧୀରେ ଧୀରେ ଆଗକୁ ବଢ଼ିଛନ୍ତି ଏବଂ ତାଙ୍କର ଅଭିନୟ ପାଇଁ ଆଜିର ଦିନରେ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଦର୍ଶକମାନଙ୍କ ହୃଦୟରେ ସ୍ଥାନ ତିଆରି କରିପାରିଛନ୍ତି। 2024 ମସିହାରେ ଆକାଶବାଣୀ ତୁ ମୋ କମଜୋରି, ତା ସହିତ 2022 ମସିହାରେ ଅୟ ଅଞ୍ଜଳି ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରୁଛନ୍ତି। ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ କମେଡିଆନ ଯୋଗେଶ ଜଜ ଆନ୍ଭି ଅଞ୍ଜୁଙ୍କୁ ପରବର୍ତ୍ତୀ ସମୟରେ ବିବାହ କରିଥିଲେ, ଯାହାଙ୍କୁ ସେ ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ କଲେଜ ସମୟରେ ଭଲ ପାଉଥିଲେ। ଆନ୍ଭି ଅଞ୍ଜୁ ତାଙ୍କରି ହାତ ଧରିଛନ୍ତି, ରିଏଲ ଲାଇଫ ପାର୍ଟନର ବନାଇଛନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା କମେଡିଆନ ଯୋଗେଶ ଜଜଙ୍କର ପୁରା ପରିବାରରେ କିଏ ସବୁ ସଦସ୍ୟ ଅଛନ୍ତି। ଦର୍ଶକ ବନ୍ଧୁ, ସମ୍ବଲପୁରୀ କମେଡିଆନ ଭାବରେ ବେଶ ଲୋକପ୍ରିୟତା ହାସଲ କରିଥିବା ଆପଣମାନଙ୍କର ପ୍ରିୟ କମେଡିଆନ ଯୋଗେଶ ଜଜ, ତାଙ୍କ ପରିବାର କହିଲେ ତାଙ୍କର ଧର୍ମପତ୍ନୀ, ତା ସହିତ ତାଙ୍କ ଗାଁରେ ମଧ୍ୟ ସବୁ ସଦସ୍ୟ ରହୁଛନ୍ତି। ତାଙ୍କ ଦାଦା, ତାଙ୍କ ଭାଇ, ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଏହି ଭିଡ଼ିଓରେ ଦେଖିବାକୁ ପାଇଯାଇଥିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଯୋଗେଶ ଜଜଙ୍କର ସମୁଦାୟ ସମ୍ପତ୍ତି କେତେ, ତାଙ୍କ ଘର, ତାଙ୍କ କାର କଲେକ୍ସନ, ତାଙ୍କ ପ୍ରପର୍ଟି କଲେକ୍ସନ। ଜଜ ନିଜ କ୍ୟାରିୟରରେ କମେଡି ପାଇଁ ବେଶ ସଫଳତା ହାସଲ କରିଛନ୍ତି। ସେ କେବଳ ୟୁଟ୍ୟୁବ ଭିଡ଼ିଓ ନୁହେଁ, ବରଂ ସେ ଫିଲ୍ମ, ତା ସହିତ ରିଏଲିଟି ଶୋରେ ମଧ୍ୟ କାମ କରିଛନ୍ତି। 3-4ଟି ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ତା ସହିତ ତାଙ୍କର ମଧ୍ୟ ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ରହିଛି, ଯେଉଁ ଚ୍ୟାନେଲ ନାଁ ରହିଛି ଜଜ J5 ପ୍ରଡକ୍ସନ। ସେହି ଚ୍ୟାନେଲରେ ପ୍ରତ୍ୟେକ ଭିଡ଼ିଓ ତାଙ୍କର ମିଲିୟନ୍ସରୁ ଅଧିକ ଭ୍ୟୁ ଯାଏ, ତା ସହିତ 2 ମିଲିୟନରୁ ଅଧିକ ମଧ୍ୟ ସବସ୍କ୍ରାଇବର ରହିଛି। ଜଜ ୟୁଟ୍ୟୁବରେ ଭିଡ଼ିଓ କରିବା ସହିତ ମଧ୍ୟ ଅନେକ ଷ୍ଟେଜ ଶୋ କରିଥାନ୍ତି ଏବଂ ଯେଉଁଥିରୁ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରିଥାନ୍ତି। ତାଙ୍କର ଘର ଆଉ ବାଇକ୍ କଲେକ୍ସନକୁ ନିଶ୍ଚିତ ଭାବରେ ଆପଣମାନେ ଏହି ଭିଡ଼ିଓରେ ଦେଖିବାକୁ ପାଇଯାଇଥିବେ। ତେବେ ଗୁଗୁଲ ୱିକିପିଡ଼ିଆ ରିପୋର୍ଟ ମୁତାବକ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପାଖାପାଖି 1 କୋଟିରୁ ଅଧିକ ରହିବ।